ବନ୍ଧୁ ନମସ୍କାର। ଆପଣ କାଲି ଯେଉଁ ପ୍ରଶ୍ନ କରିଥିଲେ ଏଇ ଶନିଚଳନ ଉପରେ ଯେ ଆଗ କହନ୍ତୁ ବିଛା ରାଶିର ନକ୍ଷତ୍ର ମାନେ ଏହି ଶନିଙ୍କର ଦୟା କିଏ କେତେ ପରିମାଣରେ ପାଇବେ। ବିଛା ରାଶିର ଯେଉଁ ତିନୋଟି ନକ୍ଷତ୍ର 18, 17, 16, 18କୁ ମିଳିବ ରାଜ୍ୟ ଲାଭ। ରାଜ୍ୟ ବୋଲନ୍ତେ ଜମି କିଣିବେ ବା ଘର କରିବେ ବା ଜମି କିଣି ତା ଉପରେ ଘର କରିବେ। ଆଉ 17, 16କୁ ଲାଭ। ଯିଏ ଯେଉଁ ବୃତ୍ତି କରୁଥିବେ ସେ ବୃତ୍ତିର ବିକାଶ ହେବ, ଅଧିକରୁ ଅଧିକ ଧନ ହାତକୁ ଆସିବ। କିନ୍ତୁ ବିଛା ରାଶି ଯେଉଁ ଦମ୍ପତିଙ୍କର ବା ବାପାର ବା ମାର ତାଙ୍କ ସନ୍ତାନଙ୍କ ପ୍ରତି ଟିକେ ବିପଦ ଅଛି। କାହିଁକି ନା ବିଛା ପାଖରୁ ଗଣିଗଲେ ବିଛା, ଧନୁ, ମକର, କୁମ୍ଭ, ମୀନ ପଞ୍ଚମ ଶନି। ପଞ୍ଚମ ଘର ତ ସବୁବେଳେ ସନ୍ତାନକୁ ନେଇ ବିଚାର କରାଯାଏ। ଏଣୁ ବନ୍ଧୁ ଆମେ କାଲି ଆଲୋଚନା କରିଥିଲେ ଯେ କାଳୀଙ୍କର ଶରଣାପନ୍ନ ହେବା, ଅଁଳା ଗଛର ମୂଳ ବାନ୍ଧିବା, ସବାରୂଢ଼ାଂ ମହାଭୀମାଂ ଘୋରଦଂଷ୍ଟ୍ରାଂ ବରପ୍ରଦାଂ ହାସ୍ୟଯୁକ୍ତାଂ ତ୍ରିନେତ୍ରାଂ ଚ କପାଳ କର୍ତ୍ତୃକାକରାଂ ମୁକ୍ତକେଶାଂ ଲୀଳଜିହ୍ୱାଂ ପିବନ୍ତି ରୁଧିରଂ ମୁହୁ ସର୍ବସୁଖକରାଂ ଗୌରୀଂ କାଳିକାଂ ପ୍ରଣମାମ୍ୟହଂ। ବନ୍ଧୁ, କାଳୀଙ୍କର ଏହି ଧ୍ୟାନ ମନ୍ତ୍ରଟିକୁ ମନେ ରଖିବା, ମନ୍ଦିରକୁ ଯାଇ ପ୍ରାର୍ଥନା କରିବା। ତାପରେ ଗାୟତ୍ରୀ ଓಂ ଦକ୍ଷିଣ କାଳିକାଇ ବିଦ୍ମହେ ଶ୍ମଶାନବାସିନ୍यै ଧୀମହି ତନ୍ନୋ ଗୌରୀ ପ୍ରଚୋଦୟାତ୍। এই ଗାୟତ୍ରୀକୁ 9 ଥର ପଢ଼ିବା, ମୁଣ୍ଡିଆ ମାରିବା, ଗୁହାରି କରିବା। ତାପରେ ସେଇଠି ବସି ଶନିଙ୍କୁ ଆବାହନ କରିବା ଯେ ଓଂ ସଂ ଶନୈଶ୍ଚରାୟ ନମଃ, ଓଂ ସଂ ଶନୈଶ୍ଚରାୟ ନମଃ। ଏ ମନ୍ତ୍ର ଶନିଙ୍କ ଉଦ୍ଦେଶ୍ୟରେ 12 ଥର ପଢ଼ିବା। ତାପରେ ସାଷ୍ଟାଙ୍ଗ ପ୍ରଣାମ କରି ଆମେ ଆସିବା। ମନ୍ଦିରକୁ ବା ଖାଲି ହାତରେ ଯାଆନ୍ତିନି। ଯଦି ସମ୍ଭବ କିଛି ଭୋଗ, ବେଲପତ୍ର, ମନ୍ଦାର ଫୁଲ ନେଇଗଲେ ଭଲ। ଆସିଲା ବେଳେ ଦେବୀଙ୍କୁ ପଛ କରି ଫେରିବେନି, ପଛେଇ ପଛେଇ ଫେରିବେ। ତାପରେ ମନ୍ଦିର ବାହାରକୁ ଆସି ଧୀରେ ଧୀରେ ଚେଷ୍ଟା କରିବେ ଯେମିତି ପଛପଟଟା ମା'ଙ୍କ ଆଡ଼କୁ ନ ହୁଏ। ଯେକୌଣସି ମନ୍ଦିରକୁ ଯିବେ, ଫେରିଲା ବେଳେ ଯେମିତି ପଛପଟଟା ଠାକୁରଙ୍କ ଆଡ଼କୁ ନ ହୁଏ, ଏଥିରେ ଟିକେ ଦୃଷ୍ଟି ଦେବେ। ବାଡ଼ି ଅଁଳା ଆଉ ବଣ ଅଁଳା ତ 2 ପ୍ରକାର ଅଁଳା ଅଛି। ବାଡ଼ି ଅଁଳା ଛୋଟ ଛୋଟ, ଟିକେ ସବୁଜ ହଳଦିଆ ରଙ୍ଗର ତାର ଫଳ, ଭାରି କୋମଳ, ଟିକେ ଆମ୍ବିଳା ମିଶା କଷା ତାର ସ୍ୱାଦ। ସେଇ ଗଛର ଚେର ଆମେ ସଂଗ୍ରହ କରିବା। ସେ ଗଛର ଚେର ପୂର୍ବ, ଉତ୍ତର ବା ପୂର୍ବ ଉତ୍ତର କୋଣ, ଈଶାନ୍ୟ ଏହି କୋଣରୁ ସଂଗ୍ରହ କରିବା। ପ୍ରଥମେ ଗଛ ପାଖକୁ ଯିବା, ପ୍ରଣାମ କରିବା, ପାଣି ଦେବା, ଟିକେ ଫୁଲ ଦେବା, ମୂଳରେ ଟିକେ ଚାଉଳ ଦେବା, କହିବା ହେ ବୃକ୍ଷ ଦେବତା ଦୟା କର, କରୁଣା କର, ଅନୁଗ୍ରହ କର,
ଗ୍ରହ ଶାନ୍ତି ପାଇଁ ମୁଁ ତମ ମୂଳରୁ ଟିକେ ଚେର ନେବି ଏବଂ ତାହା ମୋ ପାଇଁ କଲ୍ୟାଣପ୍ରଦ ହେଉ। ତାପରେ ଚେରଟି କାଟିବ ଯେମିତି ଗଛକୁ କଷ୍ଟ ନ ହୁଏ। ଆଗରୁ ତିଆରି କରିଥିବା 8 ଡେଉଁରିଆ, ଆମର ବିଛାରାଶି ଯଦି 8 ଡେଉଁରିଆ କରି ନ ପାରିବା ତାହେଲେ ତମ୍ବା, ଲାଲ ବର୍ଣ୍ଣ ତମ୍ବା ଡେଉଁରିଆ ମଧ୍ୟରେ ଏ ମୂଳକୁ ରଖିବା। ତା ମୁହଁକୁ ବନ୍ଦ କରିବା ଜଉରେ, ଜଉ ଲାଲ ବର୍ଣ୍ଣ ବନ୍ଦ କରିବା। ଲାଲ ସୂତାରେ ହାତରେ ବାନ୍ଧିବା, ପୁରୁଷମାନେ ଡାହାଣ ହାତରେ, ନାରୀମାନେ ବାଁ ହାତରେ। ହେଲେ ମୂଳକୁ ଆଣିଆକେ ଧୋଇବା, ଟିକେ ଗଙ୍ଗା ପାଣିରେ, ଟିକେ ଭଲ ପାଣିରେ, ଟିକେ କ୍ଷୀରରେ, ଭଲ କ୍ଷୀର ଡେଉଁରିଆରେ ପୁରେଇ ସାରି ତାକୁ ଭଲ ଭାବରେ ପାଣିରେ ଧୋଇବା। ଆଉ ଡେଉଁରିଆକୁ ଟିକେ ଗଙ୍ଗା ପାଣିରେ ଧୋଇବା, କ୍ଷୀରରେ ଟିକେ ଧୋଇବା। ତାକୁ ନେବା, ନେଇ ଶିବ ମନ୍ଦିର ଯିବା। ସେଠି ପୁରୋହିତଙ୍କୁ ନେହୁରା ହେବା, ଆଜ୍ଞା ଆକୁ ଟିକେ ଲିଙ୍ଗ ଉପରେ ରଖି ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ। ତାପରେ ସେ ତାକୁ ସେଇଭଳି କଲା ପରେ ତାଙ୍କୁ ଦକ୍ଷିଣା ଦେଇ ଡେଉଁରିଆ ଧରି ଘରକୁ ଆସିବା। କିନ୍ତୁ ମନ୍ଦିରକୁ ଗଲା ମାତ୍ରେ ସେ ଯେଉଁ ବୃଷଭ ଅଛନ୍ତି ଆମ ଆଡ଼କୁ ପଛ କରି, ପ୍ରଭୁଙ୍କୁ ମୁହଁ କରି, ସେଇ ବୃଷଭଙ୍କ ଅଣ୍ଡକୋଷ ବାହାରକୁ ଆସି ତାକୁ ଟିକେ ଆଉଁସିବା। ବୃଷଭ ଖୁସି ହେବେ, ତାଙ୍କ କାନରେ ଆମ ଦୁଃଖ ଜଣେଇବା। ତାପରେ ଡେଉଁରିଆ ନେଇ ଫେରିଲା ବେଳେ ମଧ୍ୟ ପ୍ରଣାମ କରିବା ସେ ବୃଷଭଙ୍କୁ। ପଛେଇ ପଛେଇ ଫେରିବା, ଡେଉଁରିଆକୁ ଆଣିବା, ଘରେ ପହଞ୍ଚିବା। ଆମ ଘରେ ଯିଏ ଅଛନ୍ତି ସାନ ଭାଇ ବା ପୁଅ ପୁତୁରା, ବାପା ମା, ଜେଜେ ଜେଜେମା, କକା କାକି ଯିଏ ଥିବେ, ତାଙ୍କ ଭିତରୁ ଆମ ହୃଦୟ ବୋଧ ହେଉଥିବ ଯିଏ ମୋତେ ବେଶୀ ଆଦର ସ୍ନେହ ମମତା ଦିଅନ୍ତି, ତାଙ୍କୁ ଦବା। ସିଏ ଆମ ହାତରେ ବାନ୍ଧିଦେବେ। ବାନ୍ଧି ସାରିଲା ପରେ ଯଦି ସାନ ହେଇଥିବେ ଟିକେ ଗେଲ କରିଦେବା, ବଡ଼ ହେଇଥିଲେ ପାଦ ଛୁଇଁ ପ୍ରଣାମ କରିବା, କଲ୍ୟାଣ ନେବା। ଇଏ ଗଲା ପ୍ରତିକାର। ଏତେ ବ୍ୟବସ୍ଥା କାହିଁ କରିବା? ଶନି ଚଳନ ହେଉଛନ୍ତି ତ ଏଇଥିପାଇଁ କି ଡରିବାର କୌଣସି କାରଣ ନାହିଁ ବନ୍ଧୁ। ତେଣୁ ହୁଏତ ଯେମିତି ଆମେ ଆଗରୁ ଛତା କିଣିଛେ କାଳେ ବର୍ଷା ହେବ, ଚପଲଟିଏ କିଣିଛେ କେଉଁଠି ଗୋଡ଼ି କଣ୍ଟା ଫୁଟିଯିବ, କମ୍ବଳ ରଖିଛେ ଶୀତ ହେବ, ସେଇଭଳି ଇଏ ପ୍ରତିକାର ବ୍ୟବସ୍ଥା କରିବା। ବାକୁ ବତା, ବିଧି ବିଧାନ ବିଚିତ୍ର, କେହି କ'ଣ କାହାର କପାଳ ବଦଳେଇ ପାରେ ନାହିଁ। କପାଳ ଲିଖିତଂ ଭାଗ୍ୟଂ ନିନ୍ଦା ନିନ୍ଦ୍ୟଂ ଶୁଭାଶୁଭಂ ସାଧିତଂ ବିଧିନା ସର୍ବଂ ଗଳହସ୍ତେନ କର୍ମଣା। କର କପାଳ କୋଷ୍ଠୀ କେହି ବଦଳେଇ ପାରିବନି, ଜନ୍ମ ସମୟରେ ତା ନିର୍ଣ୍ଣୟ ହେଇ ସାରିଛି। ତେଣୁ ଆମେ ବାକୁ ବତା ଭଳି ପଦକ୍ଷେପ ନେବା। ଯଦି ଆମେ କାୟ ମନୋବାକ୍ୟରେ ପବିତ୍ର, ଯିଏ ଧର୍ମପରାୟଣ, ନ୍ୟାୟନିଷ୍ଠ, ପରୋପକାରୀ, ସେବକ, ଦାତା, ସେମାନଙ୍କୁ ଶନି ଗେଲ କରନ୍ତି। ଯିଏ ଅନ୍ୟାୟୀ, ଅଧର୍ମୀ, ପାପୀ, ନିଷ୍ଠୁର, ଅତ୍ୟାଚାରୀ, ହିଂସ୍ରୁକ, ସେଇମାନେ ହିଁ ଶନିଙ୍କ ଦ୍ୱାରା ଶାସିତ ହୁଅନ୍ତି। କଥାଟେ ନାହିଁ, ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ତେଣୁ ଆମେ ମନକୁ ସ୍ଥିର କରିବା, ଆମେ ମନକୁ ପଚାରିବା ଯେ ଆମେ କେତେ ଭଲ। ମନ ଯଦି ବୁଝେଇ ଦେଲା ଯେ ମୁଁ ଭୁଲ କରିନି, ଦଣ୍ଡ ଆଦୌ ମିଳିବନି। ଆପଣ ଜାଣନ୍ତି ଶନି 2.5 ବର୍ଷ ଗୋଟିଏ ରାଶିରେ ରହନ୍ତି, ମାନେ 30 ମାସ। ସେ 22 ମାସ 15 ଦିନ କାହାକୁ ପୁରସ୍କୃତ କରନ୍ତିନି କି ତିରସ୍କାର କରନ୍ତିନି। କିନ୍ତୁ ସେଇ 22 ମାସ 15 ଦିନ ସେ ପ୍ରତି ଚରିତ୍ରକୁ ପରୀକ୍ଷଣ କରନ୍ତି, ୟାର ଛଳନା କେତେ, କଳନା କେତେ। ତେଣୁ ସେ ଅନୁଯାୟୀ ସେ ତାଙ୍କ ଟିପା ଖାତାରେ ବ୍ୟକ୍ତି ବିଶେଷଙ୍କର ଚରିତ୍ର, ଆଚରଣ, ରୀତି ନୀତି, ଠାଣି ମାଣି, କାହାଣୀ ଚାହାଣୀକୁ ଲିପିବଦ୍ଧ କରନ୍ତି। ଠିକ୍ 7 ମାସ 15 ଦିନ ଥିବ, ସେ ସୁବିଧା ସୁଯୋଗ ଦେଖି କାହାକୁ ପଣ୍ଡିତ କରିବେ, କାହାକୁ ଦଣ୍ଡିତ କରିବେ, କାହାକୁ ଲଣ୍ଡିତ କରିବେ, କାହାକୁ ଭଣ୍ଡେଇବେ, ଏ ଚିନ୍ତା କରନ୍ତି ଏବଂ ସେ ଅନୁଯାୟୀ ସେ ପୁରସ୍କୃତ କରନ୍ତି ବା ତିରସ୍କାର କରନ୍ତି। ତେଣୁ ଶେଷ 7 ମାସ 15 ଦିନ ଶନି ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଯିବା। ଯେମିତି ଏବେ ଥିଲେ ତୁଳାରେ, ଭୁଲ କହିଲେ, କୁମ୍ଭରେ ଥିଲେ, ସେ କୁମ୍ଭରୁ ଏବେ ଯାଉଛନ୍ତି ମୀନକୁ। ପୂର୍ବଭାଦ୍ର କୁମ୍ଭରେ ଥିଲେ,
ବର୍ତ୍ତମାନ ଶେଷ ଅବସ୍ଥାରେ ପୂର୍ବଭାଦ୍ର ମୀନକୁ ଯିବେ। ଏଇ ପୂର୍ବଭାଦ୍ର କୁମ୍ଭରୁ ପୂର୍ବଭାଦ୍ର ମୀନକୁ 25 ନକ୍ଷତ୍ର କୁମ୍ଭରୁ 25 ନକ୍ଷତ୍ର ମୀନକୁ ଯିବା ପାଇଁ ତାଙ୍କୁ ଲାଗିଯିବ 3 ମାସ 15 ଦିନ। ସେ ଧୀର ଗତିରେ ଯାତ୍ରା କରନ୍ତି ବୋଲି ତାଙ୍କୁ ଶନୈଶ୍ଚର କୁହାଯାଏ। ଏବେ ସେ ମାର୍ଗୀ ମାନେ ପଥିକ, ସେ ଯାତ୍ରୀ ଭାରି ଧୀରେ ଧୀରେ ଯିବେ। ସେ ଯିବେ ଏବଂ ସେଇ ଗଲା ସମୟରେ ବି ସେ ଏ ସଂସାରର ପ୍ରତିଟି ସ୍ତରକୁ ନିରୀକ୍ଷଣ କରିବେ। ସେ ଶାସକ, ସେ ଅନ୍ୟ ଗ୍ରହ ଭଳି ତରବରିଆ ନୁହନ୍ତି। ଆମମାନେ ମଣିଷମାନେ ଯିଏ ତରବରରେ କାମ କରୁ ସେ ଦୁଃଖ ପାଉ। ସହସା ବିଦଧିତ ନ କ୍ରିୟାଂ ଅବିବେକୀ ପରମା ପଦଂ ଭଜେତ୍। ଯିଏ ହଠାତ୍ କାମ ନିଷ୍ପତ୍ତି ନିଅନ୍ତି ତାଙ୍କ କାମ ସଫଳ ହୁଏନି। ଶନି କେବେ ବି ନିଷ୍ପତ୍ତି ତରବରରେ ନିଅନ୍ତିନି। ତାଙ୍କ ନିଷ୍ପତ୍ତି ହିଁ ଲୁହାର ଗାର, ପାଷାଣର ଗାର। ହଁ ବନ୍ଧୁ, ସେ ଏଇ 3 ମାସ 15 ଦିନ ଯିବା ସମୟରେ ବି କିଛି କଲ୍ୟାଣ କରନ୍ତି। କାରଣ ସେ ଯଦିଓ ମୀନକୁ ଯାଉଛନ୍ତି ତଥାପି ତାଙ୍କର ଦୃଷ୍ଟି, ତାଙ୍କର ଚିନ୍ତାଧାରା, ତାଙ୍କର ମନ ଅଛି କୁମ୍ଭ ରାଶିରେ। କୁମ୍ଭ ରାଶିକୁ ଏଇ 4 ମାସ 15 ଦିନ ଭିତରେ ବହୁତ କଲ୍ୟାଣ କରିବେ। ତୁଳାକୁ ବି, ମକରକୁ ବି, ଷଷ୍ଠ ଥିଲା କାହାର? କନ୍ୟା, ତୁଳା, ବିଛା, ଧନୁ, ମକର, କୁମ୍ଭ। କନ୍ୟାକୁ କଲ୍ୟାଣ କରିବେ। ଆଉ ଧନୁ, ମକର, କୁମ୍ଭ, ଧନୁ କଲ୍ୟାଣ କରିବେ। ଧନୁର ତୃତୀୟ ଥିଲା, କନ୍ୟାର ଷଷ୍ଠ ଥିଲା, ଆଉ ୟାର କୁମ୍ଭର ଜନ୍ମ ଥିଲା, ଆଉ ମେଷର ଏକାଦଶ ଥିଲା। ମେଷକୁ ବି, ମେଷ, କନ୍ୟା, ମକର, ମେଷ, କନ୍ୟା, ଧନୁ ଓ ମେଷ ହେଲା ଏକାଦଶ ଥିଲା, କନ୍ୟା ଷଷ୍ଠ ଥିଲା, ଆଉ ତୁଳା ତୁଳା ବାରମ୍ବାର ଭୁଲ କରୁଛି ମୁଁ, କୁମ୍ଭ ଜନ୍ମ ଥିଲା। ତେଣୁ ଏଇ ଜନ୍ମ, ଏକାଦଶ, ଷଷ୍ଠ ଆଉ ତୃତୀୟ ଏମାନଙ୍କୁ ସେ ଅଧିକ କଲ୍ୟାଣ କରି ବିଦାୟ ନେବେ। ଏମାନେ ବହୁତ କଷ୍ଟ ଭୋଗିଲେଣି ବର୍ଷସାରା। କୁମ୍ଭ ରାଶିଆ, ମେଷ ରାଶିଆ, କନ୍ୟା ରାଶିଆ, ଧନୁ ରାଶିଆ ବହୁତ କଷ୍ଟ ଭୋଗିଲେଣି ବର୍ଷସାରା। ତେଣୁ ଏଇ 7 ମାସ 15 ଦିନ ସେ ତାଙ୍କୁ ବହୁତ 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 ଦେଇକିରି ଯିବେ। ସେ ଅଗଷ୍ଟ 24 ମସିହା ଅଗଷ୍ଟ 15 ତାରିଖରୁ ଯାତ୍ରା ଆରମ୍ଭ କରିଛନ୍ତି, ଦବା ଆରମ୍ଭ କରିଛନ୍ତି। ତେଣୁ ତାଙ୍କର ଦୁଃଖ ସମୟ ଚାଲିଯାଇଛି। ଏବେ ସେ ଯିବେ 25 ମସିହା ମାର୍ଚ୍ଚ 29 ତାରିଖ ରାତି 9:40ରେ ପୂର୍ବଭାଦ୍ର 25 ନକ୍ଷତ୍ର ମୀନ ରାଶିରେ ପ୍ରବେଶ କରିବେ ଏବଂ ଆମେ ସମସ୍ତେ ଏ ବିଷୟରେ ସତର୍କ ହେବା। ଯାହା ଜାତକରେ ଶନି କୁମ୍ଭରେ, ତୁଳାରେ ବା ମକରରେ ଥିବେ ତାଙ୍କର ସମସ୍ୟା ପ୍ରାୟ ହେବନି। ଯେଉଁମାନଙ୍କ ଜାତକରେ ଏକାଦଶରେ, ଷଷ୍ଠରେ, ତୃତୀୟରେ, ଦଶମରେ ଥିବେ ତାଙ୍କର ମଧ୍ୟ ଅସୁବିଧା ହେବନି। ଯେଉଁମାନଙ୍କ ଜାତକରେ କୁମ୍ଭ ଆଉ ଏକାଦଶ ଘର, କୁମ୍ଭ ଆଉ ଷଷ୍ଠ ଘର, କୁମ୍ଭ ଆଉ ତୃତୀୟ ଘର, ସେମିତି ତୁଳା ଆଉ ଏକାଦଶ ଘର, ତୁଳା ଆଉ ଷଷ୍ଠ ଘର, ତୁଳା ଆଉ ତୃତୀୟ ଘର, ସେମିତି ମକର ଏକାଦଶ ଘର, ମକର ଷଷ୍ଠ ଘର, ମକର ତୃତୀୟ ଘର, ତାହେଲେ ତାଙ୍କୁ ଅସୁବିଧା ହେବନି। ମୁଖ୍ୟତଃ ଶନି ଯଦି ଲଗ୍ନରେ, ଦ୍ୱିତୀୟରେ, ଚତୁର୍ଥରେ, ପଞ୍ଚମରେ, ସପ୍ତମରେ, ଅଷ୍ଟମରେ, ନବମରେ ଓ ଦ୍ୱାଦଶରେ ଅଛନ୍ତି ତାହେଲେ ସେଇ ବ୍ୟକ୍ତିମାନେ ଟିକେ ପ୍ରତିକାର କରିବେ। ଯଦି ଏଇ ଘରେ ଅଛନ୍ତି ଏବଂ ତାହା କୁମ୍ଭ, ତୁଳା ଆଉ କୁମ୍ଭ, ତୁଳା ଓ ମକର ଏଇ
ଘରେ ଶନି ଅଛନ୍ତି ଏବଂ ତାହା ଆମ ଜାତକରେ ଲଗ୍ନ ବା ଦ୍ୱିତୀୟ ବା ଚତୁର୍ଥ ପଞ୍ଚମ ସପ୍ତମ ଅଷ୍ଟମ ନବମ ଓ ଦ୍ୱାଦଶ, ତାହେଲେ ବି ପୀଡ଼ା କମ୍ ହେବ, ଦୁଃଖ କମ୍ ହେବ। ଯଦି ଏସବୁ ସୁବିଧା ନାହିଁ, ଲଗ୍ନ ଦ୍ୱିତୀୟ ଚତୁର୍ଥ ପଞ୍ଚମ ସପ୍ତମ ଅଷ୍ଟମ ନବମ ଦ୍ୱାଦଶ ଘର ହେଇଛି, କିନ୍ତୁ ଶନି କୁମ୍ଭରେ ତୁଳାରେ କି ମକରରେ ନାହାନ୍ତି, ତାହେଲେ ଆମେ କାଳୀଙ୍କର ଶରଣାପନ୍ନ ହେବା, ଶନିଙ୍କର ଶରଣାପନ୍ନ ହେବା, ଅଁଳା ଗଛର ମୂଳ ବାନ୍ଧିବା। ବନ୍ଧୁ, ଆଶା କରେ ମୋ କଥାକୁ ଆପଣ ବୁଝିପାରିଥିବେ ଏବଂ ଯଥା ପଦକ୍ଷେପ ନେବେ। ଆଜି ପାଇଁ ଏତିକି ରହିଲି। ଯଦି ଈଶ୍ୱର ଚାହାନ୍ତି ଶନି ମହାରାଜ କଲ୍ୟାଣ କରନ୍ତି। ଆସନ୍ତାକାଲି ଆମେ ଧନୁ ରାଶି ଉପରେ ଆଲୋଚନା କରିବା। ବନ୍ଧୁ ନମସ୍କାର।